ବର୍ତ୍ତମାନର ବଡ଼ ଖବର ଟାଟା TSRDS ରୁରାଲ ଡେଭଲପମେଣ୍ଟର ଜେସିବି ସିଜ୍। ସୂଚନା ମୁତାବକ ଯାଜପୁର ଦାନଗଦି ପଙ୍କପାଳ ପଞ୍ଚାୟତରେ ଟାଟା TSRDS ତରଫରୁ ଚାଷୀଙ୍କ ପାଖରୁ 7,000 ଟଙ୍କା ନେଇ ପୋଖରୀ ଖୋଳାଉଥିବା ଭେଣ୍ଡର କିଛି ବ୍ୟକ୍ତିଙ୍କୁ ହାତ କରି ଦିନ ଦ୍ୱିପହରେ ମହରମ ବାହାରେ ବିକୁଥିବା ନଜିର ଆସିଥିଲା। ସଙ୍ଗେ ସଙ୍ଗେ ଗ୍ରାମବାସୀ ଜଖପୁରା ଥାନା ଅଧିକାରୀ ଲିଜାରାଣୀ ବିଶ୍ୱାଳଙ୍କୁ ଖବର ସହ ଅଭିଯୋଗ ଦେବା ପରେ ଜଖପୁରା IICଙ୍କ ତରଫରୁ ଅବିଳମ୍ବେ ଆକ୍ସନ ନିଆଯାଇ ଜେସିବି ସିଜ୍ ସହ ଟାଟା TSRDS ଭେଣ୍ଡର କର୍ମଚାରୀଙ୍କୁ ହେଫାଜତକୁ ନିଆଯାଇ କାର୍ଯ୍ୟ ବନ୍ଦ କରାଯାଇଛି। ମାଟିଟା ଭିଜୁଆଲରେ ଦାନଗଦିରୁ ମନୋଜ କୁମାର ଜେନାଙ୍କ ରିପୋର୍ଟ, ସ୍ୱରାଜ୍ୟ ଖବର।